ପରିବା, ତାଜା ତାଜା ପରିବା। ଆରେ ଚଢ଼େଇ, ତୁ ଆସିଗଲୁ। ତୋ ପରିବା ବହୁତ ତାଜା, ସେଥିପାଇଁ ଆମେ ସମସ୍ତେ ତତେ ହିଁ ଅପେକ୍ଷା କରି ରହିଥାଉ। ଦେ ଦେ, ଆମକୁ ଶୀଘ୍ର କିଛି ପରିବା ଦେ। ଏମିତି ପ୍ରତିଦିନ ଚଢ଼େଇର ସବୁ ପରିବା ବିକ୍ରି ହେଇ ଯାଉଥିଲା। ସେଇ ବଜାରରେ କାଉର ଗୋଟେ ବଡ଼ ପରିବା ଦୋକାନ ଥିଲା। ବହୁତ କମ୍ ଚଢ଼େଇ କାଉ ପାଖରୁ ପରିବା କିଣୁଥିଲେ। ଚଢ଼େଇର ଭଲ ରୋଜଗାର ଦେଖି କାଉ ତାକୁ ବହୁତ ଈର୍ଷା କରୁଥିଲା। ଆରେ ମିଟୁ, ଆଜି ଆମେ ବୁଲିବାକୁ ବାହାରିଥିଲେ ନା, ତୁ ଏଠି କାହିଁକି ବସିଛୁ? ଚାଲ ଯିବା। କାଉ, ଚଢ଼େଇ ନା କେତେ ବଢିଆ ଗୋଟେ ଗପ କହୁଛି। ମୁଁ ଆଜି ବୁଲିବାକୁ ଯିବିନି, ମୁଁ ଆଜି ଚଢ଼େଇ ପାଖରୁ ଗପ ଶୁଣିବି। କାଉ ଭଉଣୀ, ତୁମେ ବି ବସ। ମୁଁ ଧର୍ମ ଆଉ ନ୍ୟାୟର ଗୋଟେ ଗପ କହୁଛି, ତୁମେ ଶୁଣିଲେ ତୁମକୁ ବି ଭଲ ଲାଗିବ। ମୋର କିଛି କାମ ନାହିଁ ତ, ମୁଁ ଏଠି ବସି ତ ଗପ ଶୁଣି ମୋ ସମୟ ନଷ୍ଟ କରିବି। କାଉ, ମତେ କିନ୍ତୁ ଚଢ଼େଇର ଗପ ଶୁଣିବାକୁ ଭାରି ଭଲ ଲାଗେ। ଯୋଉଦିନ ତା ଗପ ଶୁଣେ ନା, ମୋ ଦିନ ଭାରି ଭଲରେ ବିତେ। ପୁରା ଦିନ ମୋ ମନ ଖୁସି ଥାଏ। ହଁ, ମତେ ବି ଚଢ଼େଇର ଗପ ଶୁଣିବାକୁ ଭାରି ଭଲ ଲାଗେ। ଚଢ଼େଇ ପ୍ରତିଦିନ ନୂଆ ନୂଆ ଗପ ଶୁଣାଏ, ସେଥିପାଇଁ ଯେତେ କାମ ଥିଲେ ବି ମୁଁ ସମୟ ବାହାର କରି ଚଢ଼େଇର ଗପ ଶୁଣିବାକୁ ଆସେ। ଏତେ ଯଦି ଚଢ଼େଇର ଗପ ତମମାନଙ୍କୁ ଭଲ ଲାଗୁଛି, ତମେ ମାନେ ସବୁଦିନ ଚଢ଼େଇର ଘରେ ରହିଯାଅ ଆଉ ଦିନ ରାତି ତା ଗପ ଶୁଣୁଥାଅ। ହଁ କାଉ, ଯଦି ସେମିତି ହେଇପାରନ୍ତା ନା, ମୁଁ ସବୁଦିନ ଚଢ଼େଇ ଘରେ ରହିଯାଆନ୍ତି ଆଉ ଦିନ ରାତି ତା ପାଖରୁ ଗପ ଶୁଣୁଥାନ୍ତି। ସମସ୍ତଙ୍କ ପାଖରୁ ଚଢ଼େଇର ପ୍ରଶଂସା ଶୁଣି କାଉ ରାଗରେ କଟମଟ କରି ନିଜ ଘରକୁ ଚାଲିଗଲା। ଏ ଚଢ଼େଇ ପାଇଁ କେହି ମୋ ସହ ସାଙ୍ଗ ହେଉନାହାନ୍ତି। ସବୁଦିନ ଘର ଆଗରେ ତଳେ ଚଢ଼େଇକୁ ବସେଇ ଗପ ଶୁଣାଉଛି। ଏ ଚଢ଼େଇର ଘର ଆମ ଘର ପାଖରେ କାହିଁକି ହେଲା କେଜାଣି? ତାକୁ ଦେଖିଲେ ତ ମୋ ଦେହ ରାଗରେ ଜଳି ଯାଉଛି। ଆରେ କଣ ହେଲା? ତୁ ଚଢ଼େଇକୁ ଦେଖି ଦେଖି ଏମିତି ରାଗୁଛୁ କାହିଁକି? ରାଗିବିନି କେମିତି କୁହ? ଏ ଚଢ଼େଇ ପ୍ରତିଦିନ ଅନ୍ୟ ଚଢ଼େଇ ମାନଙ୍କୁ ଗପ ଶୁଣାଉଛି। ଆଜି ମୁଁ କେତେ ଆଶା କରି ମିଟୁ ସହ ବୁଲିବାକୁ ବାହାରିଥିଲି, ହେଲେ ଚଢ଼େଇର ଗପ ଶୁଣିବା ପାଇଁ ମିଟୁ ମୋ ସହ ଆସିଲା ନାହିଁ। ଯେବେଠୁ ଚଢ଼େଇ ଗପ ଶୁଣାଇବା ଆରମ୍ଭ କରିଛି, କେହି ମୋ ସହ ସାଙ୍ଗ ହେଉନାହାନ୍ତି। ବେଳେ ବେଳେ ତ ମୋର ଇଚ୍ଛା ହୁଏ ଏ ଚଢ଼େଇକୁ ଜଙ୍ଗଲରୁ ବାହାର କରିଦିଅନ୍ତି। ଚଢ଼େଇ ବଜାରକୁ ଆସୁ ଆସୁ ହିଁ ତାର ସବୁ ପରିବା ବିକ୍ରି ହେଇଯାଏ, ସେଥିପାଇଁ ସେ ସମସ୍ତଙ୍କୁ ସମୟ ବାହାର କରି ଗପ ଶୁଣେଇ ପାରେ। ତୁ ଜମା ବି ଚିନ୍ତା କରନି, ମୁଁ ଚଢ଼େଇ ଉପରେ ନଜର ରଖୁଛି। ଯେବେ ବି ସୁଯୋଗ ପାଇବି ଚଢ଼େଇକୁ ଏ ଜଙ୍ଗଲରୁ ବାହାର କରିଦେବି। ସେ ଗଲେ ମୋ ବ୍ୟବସାୟ ବି ଭଲରେ ଚାଲିବ। ସେମିତି ହେଲେ ତ ଖୁବ ଭଲ ହେବ। ଆଚ୍ଛା ହଉ, ତୁମେ ଯାଅ, ହାତ ମୁହଁ ଧୋଇ ହୁଅ। ମୁଁ ଆଜି ତୁମ ମନପସନ୍ଦର ଖାଇବା ରୋଷେଇ କରିଛି। ଏମିତି କାଉମାନେ ଯୋଜନା ବନେଇଲେ। ସେଦିନ ପରଠାରୁ କାଉ ଚଢ଼େଇ ଉପରେ ନଜର ରଖୁଥିଲା। ଦିନେ ସେ ଦେଖିଲା, ସନ୍ଧ୍ୟା ହେଇଗଲାଣି, ଆଜିର ଗପ ତ ସରିଲା। ଏବେ ତମେ ମାନେ ଘରକୁ ଯାଅ, କାଲି ପୁଣି ଆସିବ, ମୁଁ ଗୋଟେ ନୂଆ ଗପ ଶୁଣେଇବି। ଆରେ ଚଢ଼େଇ, ଆଜି ଆମେ ତୋ ପାଇଁ କିଛି ଚାଉଳ ଆଣି ଦେଇଛୁ, ଏଇ ନେ। ଆରେ ଆରେ, ଏସବୁ କାହିଁକି ଆଣିଛ? ମୁଁ କଣ ଏସବୁ ପାଇଁ ତମମାନଙ୍କୁ ଗପ ଶୁଣାଉଛି? ତମ ସମସ୍ତଙ୍କୁ ମୋ ଗପ ଭଲ ଲାଗେ, ସେଥିପାଇଁ ମୁଁ ତମ ସମସ୍ତଙ୍କୁ ଗପ ଶୁଣାଏ, ଏସବୁ ପାଇଁ ନୁହଁ। ଚଢ଼େଇ, ତୁ କେତେ କଷ୍ଟ କରି ଆମକୁ ପ୍ରତିଦିନ ନୂଆ ନୂଆ ଗପ ଶୁଣାଉ, ଆମେ କେବଳ ତତେ ଛୋଟ ଉପହାର ଦେଉଛୁ। ଘରେ ପୁଣି ତୋର ଗୋଟେ ଝିଅ ଅଛି, ତାର ଦାୟିତ୍ୱ ବି ତୋ ଉପରେ। ତୁ ମନା କରନି, ଏଇ ଛୋଟ ଉପହାର ଆମ ତରଫରୁ ରଖ। ଏମିତି ସମସ୍ତେ ଚଢ଼େଇକୁ କିଛି ଚାଉଳ ଦେଇ ସେଠାରୁ ଚାଲିଗଲେ। ଏଇ ସବୁ ଘଟଣା କାଉ ଦେଖୁଥିଲା। ଆଚ୍ଛା, ତାହେଲେ ଏ ଚଢ଼େଇ ଗପ ଶୁଣି ସମସ୍ତଙ୍କଠୁ ଚାଉଳ ନେଉଛି। ଚଢ଼େଇକୁ ଫସେଇବା ପାଇଁ ମତେ ଏକ ଉପାୟ ମିଳିଗଲା। ଆଜି ଖାଲି ରାତି ହେଉ, ଏବେ ଯାଏ ମୋ ସ୍ତ୍ରୀକୁ ଏ ଖୁସି ଖବର ଦିଏ। ମା, ମୋର ନା ଆଜି ମିଠା ଖାଇବାକୁ ଭାରି ଇଚ୍ଛା ହଉଛି, ମୋ ପାଇଁ କିଛି ମିଠା ଆଣି ଦିଅ ନା ମା। ଆରେ ମା, ଆଜି ସକାଳେ ମୁଁ ଯୋଉ ପରିବା ବିକ୍ରି କଲି, ସେ ସବୁ ଟଙ୍କାରେ ମୁଁ ଘର ପାଇଁ ସଉଦା ନେଇ ଆସିଛି। ଏବେ ହାତରେ ଟଙ୍କାଟେ ବି ନାହିଁ, ସନ୍ଧ୍ୟା ହେଇଗଲାଣି। ପୁଣି ଥରେ ପରିବା ତୋଳି ବଜାରକୁ ଗଲେ ରାତି ହେଇଯିବ। ମୁଁ ଗୋଟେ କାମ କରି ଏଇ ଚାଉଳ ବିକି ତୋ ପାଇଁ ଆଜି କିଛି ମିଠା ଆଣି ଦେଇଥାଏ। ହଁ ମା, ସେମିତି ହିଁ କର, ମିଠା କେହି ଶୀଘ୍ର ଘରକୁ ଆସିବ ମା। ତାପରେ
चढ़ी शीघ्र बाजार को गला आउ मिठा किणी घर को फेरिला। फेरु फेरु राति हे गला। एई नेरे मां मु तो पई मिठा आनी देछि। आज तो राति हेलानी आउ रोसे करिबिनी। एई मिठा खाई सोई पड़िबा। अच्छा ठीक अछि मां। एई तो आम 2 बस्ता चावल एइठी अछि। गोटे चावल बस्ता मते दे आउ तापरे चाले चढ़ेर घर को जिबा। राति अनेक हेलानी से आउ तर झियो सोई पड़िथिबे। हाँ हाँ एई निया। तापरे दुई काऊ शीघ्र चढ़ेर घर को गले। मां चढ़े आउ तर झियो सोईथिले। सेई सुजगरी काऊ माने ताको चावल बस्ता चढ़े घरे रखि देई चली आसिले। परदिन सकाळे सेमाने मुखिया चिला पाखु गले। मुखिया आज्ञा काली राति रे आम घरे चोर पसिथिला। मु सहररु 2 बस्ता बासमती चावल किणी आनिथिली। भाबिथिली से सब बिक्री करिबी। हेले ता भितरे किए मोर एते बड़ क्षति करि देला। ए तुमे कोन कहउछ काऊ भाई? चोर हेले आम जंगल रे तो केही भी चोर पखी नाहंती। अच्छी जाने मोर तो ता ऊपर ही संदेह होची। काली जते बेले मो स्वामी चावल बस्ता घरे रखुथिले चढ़ी हमको देखुथिला। मते लागुची से ही हम घर चावल चोरी करिची। मो काली ताको बाजार रे चावल बिक्री करी मिठा खेइबार देखिची। ना ना चढ़ी एते बड़ भूल काम करि परिबनी। काली ताको चावल आमे देइथिलु। तमे माने चढ़ी नारी किछि भूल भाल कथा कुहनी। मु गोटे नुआ रंगर बस्तारे चावल आनिथिली। जे भी चोरी करिथाउ से निश्चय धरा पड़िबो। मोर किंतु चढ़ी ऊपर पूरा विश्वास अछि। से केबे भी तम मानकर चावल बस्ता चोरी करि नथिबा। बस बस समस्ते बे शांत हुआ। चलो समस्ते चढ़ेर घर को जिबा। जदि चढ़े भूल करि थाए मु ताको शास्ति देबी। आउ जदि काऊ माने चढ़े नारे मिछ अभियोग करि थांती ताहाले सेमाने शास्ति पाइबे। एबे चढ़ेर घर को गले जाई आमे सब सत कथा जानि परिबा। एमिति कथा हे समस्ते चढ़ेर घर को गले। अरे एते सकाळ समस्ते म घर को आसिल जी कोन हेची? तू आम चावल बस्ता चोरी करिचु कि चढ़ी? सेति पई आमको देखि एमिति आश्चर्य हे जाउचु। ना ना काऊ भाई मु तुम चावल बस्ता चोरी करिनी। तमे माने ए सब कोन कहउछ? आमको तो घर खोजिबा को दे चढ़ी। जना पड़ी जीव किए सत कहूची किए मिछ कहूची। एई देखो देखो एई तो मो चावल बस्ता। छी चढ़ी तू एते छोट काम केमिति करि पारिलु? अरे सुनु तू आम घरे थिबा आरो चावल बस्ता भी नहीं आसे। समस्ते देखिले प्रमाण पाई जिबे। काऊर स्त्री शीघ्र ता घर को जाई आउ गोटे चावल बस्ता नहीं आसिला। 2 बस्ता सामान देखि समस्ते चढ़े को ही चोर भाबिले। देखिले तो मुखिया आज्ञा एबे सत कथा जाना पड़िला। चढ़े समस्त को गप सुनी चावल निये जेमिति समस्ते भाबिबे से माने चढ़े को चावल देइचंती। हेले सेई बहाना रे से राति रे चढ़े मानक घर चावल चोरी करी बिक्री करी आउ सेई टंका रे से सब किछि किने। काली भी चावल बिक्री करी से मिठा आनिची। हाँ चढ़ी को एबे ता भूल रो दंड मिलिबा। चढ़ी तू जो भूल करिचु ता पाई हम जंगल रे तोरा जागा नहीं। तू आज ही तो झियो को धरी ए जंगल छाड़ी चली जा। आमे तते केते भलो भाबिथिलु चढ़ी। आगोर जदी जाई था तो तू गोटे चोर आमे केही भी तो गप सुनिबा को आसी न थांतु। चलो समस्ते एठु जिबा। ए चोर पखीर मुह देखिबा ही अशुभ। समस्ते चढ़ी को रागी सेठारु चली गले। चढ़ी आ तार झिया मन दुखरी कांदुथिले। मां एबे आमे कोठे के जिबा? मुखिया हमको ए जंगल रे बाहर करि देले। कुआडे आउ जिबारी मां? आमे पाख जंगल को जिबा। दुष्ट काऊ माने मिछ नाटक करी हमको ए जंगल रे बाहर करि देले। देखिबु मां दिने दिने से माने निश्चय शास्ति पाइबे। चल मां बे जिबा। एमिति कथा हे चढ़ी आउ तार झिया पाख जंगल को गले। पाख जंगल रे पहुंचु पहुंचु राति हे गला। सेही समय रे हठात वर्षा आरंभ हे गला। मां एबे हमें कोठी के जिबा? वर्षा रे भिजिला परे मते बहुत ठंडा लागुची। एई तो आगरे गोटे गुंफा अछि। वर्षा छाड़ीबा जाय चल मां सेठी आश्रय नेबा। तापरे सेमाने से गुंफा भीतर को गले आउ सेठी रहिले।
ସକାଳେ ବର୍ଷା ଛାଡ଼ିଗଲା। ମାରି ତତେ ଭୋକ ଲାଗିଥିବଣି, ମୁଁ ସାଙ୍ଗରେ କିଛି ବି ଖାଇବା ଆଣିନି। ତୁ ଏଠି ଖେଳୁଥା, ବେଶୀ ଦୂରକୁ ଯିବୁନି। ମୁଁ ଯାଉଛି କାଠ କାଟି ବଜାରରେ ବିକ୍ରି କରିବି, ଆଉ କିଛି ଖାଇବା ଆଣିବି। ଠିକ୍ ଅଛି ମା, ମୋ ପାଇଁ ଚିନ୍ତା କରନି, ତୁମେ ଯାଅ। ମା ଚଢ଼େଇ ଶୁଖିଲା କାଠ ଖୋଜିବା ପାଇଁ ଜଙ୍ଗଲ ଭିତରକୁ ଗଲା। ସେ ଅନେକ ଖୋଜିଲା ପରେ ବି ଶୁଖିଲା କାଠ ପାଇଲାନି। ସେ ଜଙ୍ଗଲର ବହୁତ ଭିତରକୁ ଗଲା। ସେତେବେଳେ ସେ ଗୋଟେ ଶୁଖିଲା ଗଛ ଦେଖିଲା। ଏଇଟା ପାଇଗଲି, ଗୋଟେ ଶୁଖିଲା ଗଛ। ଏବେ ମୁଁ ଏ ଗଛକୁ କାଟି ତାର କାଠ ବଜାରରେ ବିକ୍ରି କରିବି। ନା ନା, ମତେ କାଟନି, ମତେ ଛାଡ଼ି ଦିଅ। ଏଇ କଣ, ତୁମେ ଗୋଟେ ଶୁଖିଲା ଗଛ ଏଇ କଥା କେମିତି କହୁଛ? ମୁଁ ଜାଣିବାରେ ତ ସବୁ ଶୁଖିଲା ଗଛ ମରି ଯାଇଥାନ୍ତି। ମୁଁ ଶୁଖିଲା ମରା ଗଛ ନୁହଁ ଚଢ଼େଇ, ମୋର ଜୀବନ ଅଛି। ମୁଁ ଗୋଟେ ଯାଦୁର ଗଛ, ସେଥିପାଇଁ ଏମିତି ଅନ୍ୟମାନଙ୍କୁ ଦେଖାଯାଏ। ଆଚ୍ଛା ଠିକ୍ ଅଛି, ମୁଁ ତୁମକୁ ଆଉ କାଟିବିନି। ମୁଁ ଆଉ ଗୋଟେ ଶୁଖିଲା ଗଛ ଖୋଜିବାକୁ ଯାଏ। ମୁଁ ତତେ କାଟିବାକୁ ମନା କଲି, ଆଉ ତୁ ମତେ କାଟିଲୁନି ଚଢ଼େଇ। ସତରେ ତୁ ବହୁତ ଭଲ, ତୋର ଏଇ ଭଲ ଗୁଣର ପୁରସ୍କାର ମୁଁ ନିଶ୍ଚୟ ଦେବି। ଚଢ଼େଇ ଏବେ ତୁମ ଗଛ ଭିତରକୁ ଯା, ତୁ ଗୋଟେ ଅନ୍ୟ ଜାଗାରେ ପହଞ୍ଚିବୁ। ସେଠି ଗୋଟେ ହୀରା ଗଛ ତୁ ପାଇବୁ। ତୋର ଯେତିକି ହୀରା ଦରକାର ତୁ ସେତିକି ହୀରା ସେ ଗଛରୁ ନେଇପାରିବୁ। ତାପରେ ଚଢ଼େଇ ଗଛ ଭିତରକୁ ଗଲା, ଆଉ ସେଠି ସେ ଗୋଟେ ହୀରା ଗଛ ଦେଖିଲା। ବାଃ, ଜାଗାଟି ଅନେକ ସୁନ୍ଦର ହେଇଛି। ମୋର ବେଶୀ ହୀରା ଦରକାର ନାହିଁ, ରହିବା ପାଇଁ ଗୋଟେ ଘର ଆଉ କିଛି କାମ ମିଳିଗଲେ ମୁଁ ଅନେକ ଖୁସି ହେଇଯିବି। ଏମିତି କହି ମା ଚଢ଼େଇ ଦୁଇଟି ହୀରା ନେଇ ଗଛ ବାହାରକୁ ଆସିଲା। ଏ କଣ ଚଢ଼େଇ, ତୁ ମାତ୍ର ଦୁଇଟି ହୀରା କାହିଁକି ଆଣିଲୁ? ମୋର ବେଶୀ ହୀରା ଦରକାର ନାହିଁ ଗଛ, ଗୋଟେ ହୀରା ବିକି ମୁଁ ଏକ ଘର କିଣିବି। ମତେ ଆଉ ମୋ ଝିଅକୁ ଗୁମ୍ଫାରେ ରହିବାକୁ ପଡ଼ିବନି। ଆଉ ଗୋଟେ ହୀରା ବିକ୍ରି କରି ମୁଁ କିଛି କାମ ଖୋଜିବି। ସତରେ ଚଢ଼େଇ, ତୁ ବହୁତ ଭଲ ମନର। କିନ୍ତୁ ତୁ ଆଉ ତୋ ଝିଅ ଗୁମ୍ଫା ଭିତରେ କାହିଁକି ରହୁଛ? ଚଢ଼େଇ ସେ ଗଛକୁ ସବୁ ଘଟଣା କହିଲା। ଚିନ୍ତା କରନି ଚଢ଼େଇ, ସେ କାଉମାନେ ଖୁବ୍ ଶୀଘ୍ର ତାଙ୍କ ଶାସ୍ତି ପାଇବେ। ଏବେ ମୁଁ ତତେ ଯେମିତି କହୁଛି ତୁ ସେମିତି କର। ମୁଖିଆ ଆଜ୍ଞା, ମୁଖିଆ ଆଜ୍ଞା, ଶୀଘ୍ର ବାହାରକୁ ଆସନ୍ତୁ। ଆରେ ଚଢ଼େଇ, ତୁ ଏଯାଏ ଜଙ୍ଗଲରୁ ଯାଇନୁ କାହିଁକି? ମୁଖିଆ ଆଜ୍ଞା, ମୁଁ ଏ ଜଙ୍ଗଲ ଛାଡ଼ି ଚାଲି ଯାଇଥିଲି, ହେଲେ କାଉ ଭାଇ ଆଉ କାଉ ଭଉଣୀ ମୋ ପଛେ ପଛେ ପାଖ ଜଙ୍ଗଲକୁ ଯାଇ ମୋଠୁ ମୋର ଦୁଇଟି ସୁନା କାନଫୁଲ ଛଡ଼େଇ ଆଣିଲେ। କଣ ହେଲା? କାଉ ମାନେ ତ ସୁନା କାନଫୁଲ ଛଡ଼େଇ ଆଣିଛନ୍ତି, ତାଙ୍କର ଏତେ ସାହସ? ଚାଲ ଏବେ ତାଙ୍କ ପାଖକୁ ଯିବା। ଏଇ କାଉ, ମୁଁ ତ ଚଢ଼େଇକୁ ଦଣ୍ଡ ଦେଲି, ତାହେଲେ ତୁ ତା ପଛରେ ଯାଇ ତା ସୁନା କାନଫୁଲ କାହିଁକି ଛଡ଼େଇ ଆଣିଲୁ? ଏ କଣ କହୁଛନ୍ତି ମୁଖିଆ ଆଜ୍ଞା? ମୁଁ କାହିଁକି ଚଢ଼େଇର ସୁନା କାନଫୁଲ ଛଡ଼େଇ ଆଣିବି? ଏ ଚଢ଼େଇ ମିଛ କହୁଛି। ମୁଁ ମିଛ କହୁଛି କି ସତ କହୁଛି ତା ତୁମ ଘର ଖୋଜିଲେ ହିଁ ଜଣା ପଡ଼ିବ। ଏମିତି କହି ଚଢ଼େଇ ଘର ଭିତରକୁ ଗଲା, ଆଉ ଦୁଇଟି ସୁନା କାନଫୁଲ ଧରି ବାହାରକୁ ଆସିଲା। ଚଢ଼େଇ, ତୁ ଏ କାମ ଜମା ବି ଠିକ୍ କରିନୁ। ତୁ ବି ଆମ ପରି ନିଜ ଜିନିଷ ଆମ ଘରେ ରଖି ଆମକୁ ଫସେଇବାକୁ ଆସିଛୁ। ଆମ ପରି ମାନେ ତମେ ମାନେ କଣ ନିଜ ଜିନିଷ ତା ଘରେ ରଖି ତାକୁ ଚୋର ସଜେଇଥିଲ? ସତ କଥା କଣ କୁହ, ନହେଲେ ମୁଁ ତମ ମାନଙ୍କୁ ମୃତ୍ୟୁ ଦଣ୍ଡ ଦେବି। କହୁଛୁ, ଆମେ ସବୁ ସତ କଥା କହୁଛୁ। ସମସ୍ତେ ଚଢ଼େଇର ବହୁତ ପ୍ରଶଂସା କରୁଥିଲେ ତ ଆମେ ସେଥିପାଇଁ ତାକୁ ଚୋର ସଜେଇ ଏ ଜଙ୍ଗଲରୁ ବାହାର କରିଥିଲୁ। ଚଢ଼େଇ, ତୁ ଆମକୁ କ୍ଷମା କରିଦେ, ଆମେ କେବେ ବି ଏମିତି କାମ ଆଉ କରିବୁନି। ଚଢ଼େଇ ତମ ମାନଙ୍କୁ କ୍ଷମା କଲେ ବି ଆମେ ତମ ମାନଙ୍କୁ କ୍ଷମା କରିବୁନି। ଚଢ଼େଇ ତମ ମାନଙ୍କ ପାଇଁ ଅନେକ କଷ୍ଟ ପାଇଛି, ଏବେ ତମେ ମାନେ ଶାସ୍ତି ପାଇବ। ତମେ ମାନେ ଆଜି ହିଁ ଏ ଜଙ୍ଗଲ ଛାଡ଼ି ଚାଲିଯାଅ। ହଁ, ଆମେ ଆଜି ହିଁ ଜଙ୍ଗଲ ଛାଡ଼ି ଚାଲିଯିବୁ। ଏବେ ଆମେ ବୁଝିପାରୁଛୁ, ଯିଏ ଅନ୍ୟ ପାଇଁ ଗାତ ଖୋଳେ ସେ ହିଁ ସେ ଗାତରେ ପଡ଼େ। ଚଢ଼େଇ, ତୁ ଆମକୁ ବି କ୍ଷମା କରିଦେ, ଆମେ ବି କାଉ ମାନଙ୍କ କଥାରେ ପଡ଼ି ତତେ ଭୁଲ ବୁଝିଥିଲୁ। ହେଲେ ଚଢ଼େଇ, ତୋ ପାଖରେ ତ ଆଗରୁ ଏ ସୁନା କାନଫୁଲ ନଥିଲା, ତାହେଲେ ତୁ କେବେ ସୁନା କାନଫୁଲ କିଣିଲୁ? ଏ ସୁନା କାନଫୁଲ ମୋର ନୁହଁ, ଗୋଟେ ଯାଦୁର ଗଛ କାଉ ମାନଙ୍କ ପାଖରୁ ସତ କଥା ବାହାର କରିବା ପାଇଁ ସେ ସୁନା କାନଫୁଲ କାଉ ମାନଙ୍କ ଘରେ ରଖିଥିଲା।
एमिति चढ़ई समस्तଙ୍କୁ ସବୁ ଘଟଣା କହିଲା। ସମସ୍ତେ ଚଢ଼େଇ ପାଇଁ ଖୁସି ଥିଲେ। ଚଢ଼େଇ ତା ଘରକୁ ଫେରି ପାଇଲା। ସେ ଚାଦର ଗଛ ପାଖକୁ ଯାଇ ତାକୁ ବି ଧନ୍ୟବାଦ ଜଣାଇଲା। ଗୋଟା ଝିଅକୁ ଜନ୍ମ ଦେଇ ସାରିଲୁଣି, ଏଥର ମତେ ଗୋଟେ ପୁଅ ହିଁ ଦରକାର। ଯଦି ପୁଅ ନହେଲା ତାହେଲେ ସେତେବେଳେ ତୁ ଜାଣିବୁ ମୁଁ କିଏ। ସେତିକି ବେଳେ ଟିକିକୁ ଆଉ ଗୋଟେ ଝିଅ ଜନ୍ମ ହେଇଗଲା। ଏଥର ରାଜୁ ବହୁତ ଜୋରେ ରାଗିଗଲା। ଏ କଣ, ତୁ ପୁଣି ଥରେ ଝିଅ ଜନ୍ମ କଲୁ? ରହ, ମୁଁ ତତେ ଦେଖଉଛି। ଏମିତି କହିକି ରାଜୁ ଟିକିକି ମାରିବାକୁ ଲାଗିଲା। ସେତିକି ବେଳେ ତାର ବଡ଼ ଝିଅ କହିଲା, ପାପା ମାକୁ ମାରନି, ମାକୁ ମାରନି ପାପା, ମାକୁ ବହୁତ କଷ୍ଟ ହଉଥିବ, ଛାଡ଼ି ଦିଅ ମାକୁ। ତମମାନଙ୍କୁ ତମ ମାର ମାଡ଼ ଦେଖା ଯାଉନି, ତାହେଲେ ତମେ ମାନେ ମୋ ଘରୁ ଚାଲିଯାଅ। ହେଲେ ପାପା, ତମେ ମା ସାଙ୍ଗରେ ଏମିତି କଣ ପାଇଁ କରୁଛ? କଣ ପାଇଁ ମାରିବିନି ୟାକୁ? ୟାର ବାପା ତ ମତେ ଯୌତୁକ ବି ଦେଇନି, ଆଉ ତାପରେ ପୁଣି ଖାଲି ଝିଅ ଜନ୍ମ କରିବାରେ ଲାଗିଛି। ପାପା, ଆମେ ମାନେ ସମସ୍ତେ ମିଶିକି କାମ କରିକି ତମକୁ ସବୁ ପଇସା ଆଣିକି ଦବୁ। ଆମେ ସ୍କୁଲ ଯିବା ବନ୍ଦ କରିଦେବୁ ପାପା, ଆଉ ସବୁବେଳେ ଖାଲି କାମ କରିବୁ। ତମେ ମାକୁ ମାରନି। ତମେ ମାନେ ପାଗଳ ହେଇଯାଇଛ ନା କଣ? ତମେ ମାନେ ଏତେ ଛୋଟ ଛୋଟ ଅଛ, ତମକୁ କେହି ବି କାମ ଦେବେନି। ତମେ ମାନେ ଚାଲି ଯାଅ ଏଠୁ। ଆଜି ମୁଁ ଏ ଟିକିର ଭଲରେ ମରାମତି କାମ କରୁଛି, ସେତେବେଳେ ଯାଇକି ଏ ମୋର କଥା ଶୁଣିବ। ଏମିତି କହିକି ରାଜୁ ସବୁ ପିଲାଙ୍କୁ ବାହାରକୁ ବାହାର କରିଦେଲା, ଆଉ ଟିକିକି ମାରିବାକୁ ଲାଗିଲା। ଆରେ ଭଉଣୀ, କିଛି କର ନା, ନହେଲେ ଆମ ମା ମରିଯିବ। ଆମେ ମା ବିନା କେମିତି ବଞ୍ଚିବା? କୁକୁ ଭଉଣୀ, ମୁଁ କଣ କରିପାରିବି? କିଛି ବି ତ ବୁଝିପାରୁନି। ତମେ ମାନେ ବାହାରେ ରୁହ, ମୁଁ କିଛି ଗୋଟେ କରୁଛି। ପାପା, ମାକୁ ମାରନି, ନହେଲେ ଆମେ ମାନେ ପୁଲିସ ପାଖକୁ ଯିବୁ। ଏ କଥା ଶୁଣିକି ରାଜୁ ଘରୁ ବାହାରକୁ ଆସିଲା। କଣ, ତମେ ମାନେ ମୋ ଘରେ ରହିକି ମତେ ନାଲି ଆଖି ଦେଖେଇବ? ଏବେଠୁ ତମେ ମାନେ ବି ମୋ ପାଇଁ ମରିଗଲ। ଏତିକି କହିକି ରାଜୁ ସେଠାରୁ ଚାଲିଗଲା। ତାପରେ ଟିକିର ସବୁ ଝିଅ ତା ପାଖକୁ ଆସିଲେ। ମା, ତମ ଦେହରୁ ତ ରକ୍ତ ବାହାରୁଛି, ଆମେ ମାନେ ତମକୁ ମେଡିସିନ ଲଗେଇ ଦଉଛୁ। ସବୁ ପିଲାମାନେ ମିଶିକି ଟିକିକୁ ମେଡିସିନ ଲଗେଇ ଦେଲେ। ମା, ଆମେ ମାନେ ସବୁବେଳେ ଏମିତି ତମକୁ ମାଡ଼ ଖାଇବାର ଦେଖି ପାରିବୁନି। ଚାଲ ଆମେ ଏ ଘର ଛାଡ଼ିକି ଚାଲିଯିବା। ପାପା ଆସିଲେ ଆମେ ତାଙ୍କୁ କହିବା କି ଆମେ ଆଉ ତାଙ୍କ ସାଙ୍ଗରେ ରହିବାନି। କିଛି ସମୟ ପରେ ରାଜୁ ସେଠାକୁ ଆସିଲା। ପାପା, ଆମେ ଆଉ ତମର ଅତ୍ୟାଚାର ସମ୍ଭାଳି ପାରିବୁନି, ଆମେ ଆଉ ତମ ସାଙ୍ଗରେ ରହିବୁନି। ଆମେ ମାନେ ଏ ଘର ଛାଡ଼ିକି ଚାଲି ଯାଉଛୁ। ତମେ ମାନେ ତମ ମା କଥାରେ ଆସିଗଲ ନା? ହେଲେ ମୋ ଘରେ ଆଉ କାହାର ବି କଥା ଚାଲିବନି। ମୁଁ ଏବେ ତମ ମାନଙ୍କ କଥା ବୁଝୁଛି। ତମେ ମାନେ ଏମିତି କେମିତି ଚାଲିଯିବ? ମୁଁ ତମ ମାନଙ୍କୁ ମାଗଣାରେ ଯିବାକୁ ଦେବିନି। ମୁଁ ତମ ମାନଙ୍କୁ ବିକିକି ପଇସା ଇନକମ କରିବି। ମୁଁ ଏବେ ଚିଲ ପାଖକୁ ଯାଉଛି। ମୁଁ ଆଜି ତମ ମାନଙ୍କୁ ବିକିକି ହିଁ ରହିବି। ଏତିକି କହିକି ରାଜୁ ଟିକିକି ଆଉ ତାର ସବୁ ଝିଅ ମାନଙ୍କୁ ଗୋଟେ ପଞ୍ଜୁରୀରେ ବନ୍ଦ କରିଦେଲା, ଆଉ ଚିଲ ପାଖକୁ ଚାଲିଗଲା। ମା, ଏବେ ଆମେ କଣ କରିବା? ପାପା ଆମକୁ ଚିଲ ପାଖରେ ବିକିଦେବେ, ଆମେ ମାନେ ତ ପୁରା ବର୍ବାଦ ହେଇଯିବା। ସେତିକି ବେଳେ ସେଇ ବାଟ ଦେଇ ଶୁଆ ଯାଉଥିଲା। ତାର ନଜର ଟିକି ଆଉ ତା ଝିଅ ମାନଙ୍କ ଉପରେ ପଡିଲା। ସେତିକି ବେଳେ ସେ ଟିକି ପାଖକୁ ଆସିଲା। ଟିକି, ମୁଁ ଜାଣିଛି ରାଜୁ ହିଁ ତମକୁ ଏଇଠି ବନ୍ଦୀ କରିଛି। ସେ ତମକୁ ସବୁବେଳେ ବାଡାଏ। ତମେ ଚିନ୍ତା କରନି, ମୁଁ ତମ ମାନଙ୍କୁ ଏଠୁ ବାହାର କରିକି ହିଁ ରହିବି। ଶୁଆ ଗୋଟେ ହାତୁଡ଼ି ଆଣିକି ସେ ପଞ୍ଜୁରୀ ଭାଙ୍ଗିବାକୁ ଲାଗିଲା। ସେତିକି ବେଳେ ଟିକି କହିଲା, ଶୁଆ ଜଲ୍ଦି ତାଲା ଭାଙ୍ଗ, ରାଜୁ କେତେବେଳେ ବି ଏଠି ଆସି ପହଞ୍ଚିଯିବେ। ଶୁଆ ତାଲା ଭାଙ୍ଗିବାକୁ ବହୁତ ଚେଷ୍ଟା କଲା। ସେତିକି ବେଳେ ସେଠି ରାଜୁ ଆସିକି ପହଞ୍ଚିଗଲା। ତୋର ଏତେ ସାହସ, ତୁ ମୋ ଘରେ ପଶିକି ମୋ ତାଲା ଭାଙ୍ଗୁଛୁ? ତୁ ଏବେ ରହ, ମୁଁ ତତେ ସବକ ଶିଖଉଛି। ଏତିକି କହିକି ରାଜୁ ଶୁଆକୁ ବି ପଞ୍ଜୁରୀ ଭିତରେ ବନ୍ଦ କରିଦେଲା। ତାପରେ ସେ ପଞ୍ଜୁରୀ ନେଇକି ଚିଲ ପାଖରେ ଯାଇ ପହଞ୍ଚିଲା। ଏଇ ନେ ଚିଲ, ଏବେ ମତେ ତୁ 3 ଲକ୍ଷ ଟଙ୍କା ଦେ, ଆଉ ମୁଁ ମୋ ସ୍ତ୍ରୀକୁ ବି ବିକିବାକୁ ଚାହୁଁଛି। ମୁଁ ଏ ବଡ଼ ଚଢ଼େଇକୁ ନେଇପାରିବିନି, ୟାକୁ କେହି ବି ନେବେନି। ମୋର ତ ପୁରା ଲସ୍ ହେଇଯିବ। ମତେ କେବଳ ଏ ପିଲା ଚଢ଼େଇ ହିଁ ଦରକାର। ପାପା, ଆମକୁ ବିକନି। ତମେ ଯେତେବେଳେ ବୁଢା ହେଇଯିବ, ସେତେବେଳେ ଆମେ ମାନେ ହିଁ ତମର ସାହାରା ହବୁ। ମା, ତମେ ଆମକୁ ଛାଡ଼ିକି ଯାଅନି। ତମେ ମାନେ ତମ ମା କଥା ଭାବନି, ୟାର କଣ କରିବି ମୁଁ ଭାବି ସାରିଲିଣି। ରାଜୁ ଚିଲ ପାଖରୁ ତାକୁ ନେଇକି ତା ଘରକୁ ଚାଲିଗଲା। ସେ ଟିକିକୁ ପଞ୍ଜୁରୀରେ ବନ୍ଦୀ କରିକି ରଖିଲା। ଯେମିତି ରାତି ହେଲା ରାଜୁ ଶୋଇ ପଡ଼ିଲା। ହେ ଭଗବାନ,
ମୁଁ ଏବେ କଣ କରିବି? ଯଦି ମୋ ଝିଅ ମାନଙ୍କୁ ଚିଲ ବିକିଦେଲା ତାହେଲେ ସେମାନେ ମତେ ଆଉ ମିଳିବେନି। ଯଦି ଏମିତି ହେଲା ତାହେଲେ ମୁଁ ନିଜେ ନିଜକୁ କେବେ ବି କ୍ଷମା କରିପାରିବିନି। ସେପଟେ ଚିଲ ଟିକିର ଝିଅକୁ ଶିକାରୀ ଚଢ଼େଇକୁ ବିକୁଥିଲା। ତମେ ଚଢ଼େଇ ଛୁଆ ବଦଳରେ 1 ଲକ୍ଷ ଟଙ୍କା ଦିଅ, ଆଉ ଏ ଛୁଆକୁ ନେଇଯାଅ। ଏଇ ନିଅ 1 ଲକ୍ଷ ଟଙ୍କା। ମୁଁ ଏବେ ଯାଇକି ୟାର ତାଜା ତାଜା ମାଂସ ଖାଇବି। ହା 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 ହା। ମୋ ଭଉଣୀକୁ ଛାଡ଼ି ଦିଅ। ଆଉ ଯଦି ଏ ମୋ ଭଉଣୀକୁ ଖାଇଦେଲା ତାହେଲେ ମୋ ମା ତାକୁ କେବେ ବି ଛାଡ଼ିବନି। ତୁ ଚିନ୍ତା କରନା, କିଛି ସମୟ ପରେ ତୋର ବି ହାଲ ଏମିତି ହବ। ମୁଁ ଏବେ ବାକି ଶିକାରୀ ମାନଙ୍କୁ ଡାକିକି ଆଣୁଛି। ଶିକାରୀ ଚଢ଼େଇ ଟିକିର ଝିଅକୁ ସାଙ୍ଗରେ ନେଇକି ଚାଲିଗଲା। ଏପଟେ ଟିକି ଦେଖିଲା ରାଜୁ ଶୋଇଛି, ଆଉ ତା ପାଖରେ ପଞ୍ଜୁରୀର ଚାବି ବି ପଡ଼ିଛି। ଶୁଆ, ବାସ୍ ମୁଁ ଯାହା କହୁଛି ତମେ ସେଇଆ କର। ଶୁଆ ଟିକିର ପଞ୍ଜୁରୀକୁ ପେଲିଦେଲା, ଯାହା ଫଳରେ ଟିକିର ପଞ୍ଜୁରୀ ସେ ଚାବି ପାଖରେ ପହଞ୍ଚିଗଲା, ଆଉ ପଞ୍ଜୁରୀକୁ ଖୋଲିଦେଲା, ଆଉ ଜଲ୍ଦି ଚିଲ ପାଖରେ ଯାଇକି ପହଞ୍ଚିଲା। ମୋ ଝିଅ ମାନଙ୍କୁ ଛାଡ଼ି ଦିଅ, ନହେଲେ ଆମ ମାନଙ୍କ ଭିତରୁ ଜଣେ ହିଁ ବଞ୍ଚିବ। ଚଢ଼େଇ, ପ୍ରଥମେ ତ ଝିଅ ମାନଙ୍କୁ ଗଣେ, ମୋ ସହ ପରେ ଲଢ଼ିବୁ। ତୋର ଗୋଟେ ଝିଅକୁ ଗୋଟେ ଶିକାରୀକୁ ବିକି ଦେଇଛି। ଏବେ ତୁ ଯଦି ତୋ ଝିଅକୁ ବଞ୍ଚେଇବାକୁ ଚାହୁଁଛୁ ତାହେଲେ ଜଲ୍ଦି ଯାଇ ତାକୁ ବଞ୍ଚା। ଆଉ ହଁ, ଆଉ କିଛି ସମୟ ପରେ ତୋର ଏ ଝିଅ ମାନେ ବି ଆଉ ବଞ୍ଚିବେନି। ଆଉ ତୁ ଯଦି ଜିଅନ୍ତା ବଞ୍ଚିକି ଆସିଲୁ ତାହେଲେ ମୋଠୁ ତ ଝିଅ ମାନଙ୍କୁ କିଣିକି ନବୁ। ମା, ତମେ ଆମର ଚିନ୍ତା କରନି, ତମେ ପ୍ରଥମେ କୁକୁକୁ ବଞ୍ଚେଇ ଦିଅ। ଏତିକି ଶୁଣିକି ଟିକେ ଶିକାରୀ ଚଢ଼େଇ ପାଖକୁ ଗଲା। ସେତିକି ବେଳେ ବାକି ଶିକାରୀ ମାନେ ଚଢ଼େଇ ଛୁଆ ମାନଙ୍କୁ ନବାକୁ ଆସିଲେ। ମୁଁ ତାକୁ ହିଁ ଚଢ଼େଇ ଛୁଆ ଦେବି ଯିଏ ମତେ ଅଧିକ ଦାମ ଦବ। ସେପଟେ ଟିକେ ଶିକାରୀଠୁ ତା ଝିଅକୁ ବଞ୍ଚେଇବା ପାଇଁ ଶିକାରୀ ପାଖରେ ପହଞ୍ଚିଲା। ଏ ଛୁଆ ମୋର, ମୁଁ ତମକୁ ଆକୁ ଖାଇବାକୁ କେବେ ବି ଦେବିନି। ତୁ କଣ ଆକୁ ଖାଇବାରୁ ମତେ ରଖିବୁ? ରୁହ, ମୁଁ ଏବେ ତତେ ଦେଖଉଛି। ଏତିକି କହିକି ଶିକାରୀ ଚଢ଼େଇ ଟିକି ଉପରେ ଆଟାକ୍ କଲା। ଟିକି ରକ୍ତାକ୍ତ ହେଇକି ସେଠି ପଡ଼ିଗଲା। ସେ ଏବେ ଚିଲ ପାଖକୁ ତା ବାକି ଛୁଆ ମାନଙ୍କୁ ବଞ୍ଚେଇବାକୁ ବି ଯାଇପାରିଲାନି। ଏପଟେ ଶୁଆ ଟିକି କଥା ଭାବୁଥିଲା। ହେ ଭଗବାନ, ଟିକି ଆଉ କୋଉ ବିପଦରେ ପଡ଼ିଗଲାନି ତ? ମତେ କିଛି ଗୋଟେ କରିବାକୁ ପଡ଼ିବ। ହେଲେ ପଞ୍ଜୁରୀର ଚାବି ତ ଏ ରାଜୁ ପାଖରେ ଥିବ। ମୁଁ ସେ ଚାବି କେମିତି ନେବି? ଏମିତି କହିକି ଶୁଆ ତା ପଞ୍ଜୁରୀ ବହୁ ଜୋରେ ହଲେଇବାକୁ ଲାଗିଲା। ଶୁଆକୁ ପଞ୍ଜୁରୀର ଚାବି ମିଳିଗଲା, ଆଉ ସେ ପଞ୍ଜୁରୀ ଖୋଲିକି ଶୁଆ ଟିକିକୁ ଖୋଜିବାକୁ ଚାଲିଗଲା। କିଛି ସମୟ ଖୋଜିବା ପରେ ସେ ଟିକି ପାଖରେ ପହଞ୍ଚିଗଲା। ରୁହ ଶିକାରୀ, ମୁଁ ଏବେ ତତେ ଛାଡ଼ିବିନି। ଶୁଆ ଶିକାରୀ ଚଢ଼େଇକୁ ମାରିକି ରକ୍ତାକ୍ତ କରିଦେଲା। ଟିକି, ତମେ ଜମା ବି ଚିନ୍ତା କରନି, ଏବେ ଆମେ ତମର ବାକି ଛୁଆ ମାନଙ୍କୁ ବଞ୍ଚେଇବାକୁ ଯିବା। ଚାଲ, ସେ ଚିଲ ପାଖକୁ ଆମେ ଏବେ ଯିବା। ସେତିକି ବେଳେ ସେମାନେ ଚିଲ ପାଖରେ ପହଞ୍ଚିଲେ। ସେମାନେ ଦେଖିଲେ କି ପିଲାଙ୍କୁ ଚିଲ ବିକି ଦେଇଥିଲା, ଆଉ ପଇସା ଗଣୁଥିଲା। ଏବେ ତ ଚିଲ ମୋର ସବୁ ଛୁଆଙ୍କୁ ବିକି ସାରିଲାଣି, ଏବେ ଆମେ କଣ କରିବା? ଶୁଆ ଟିକୁକୁ ଗୋଟେ ପ୍ଲାନ୍ ବିଷୟରେ କହିଲା। ହେଲେ ଆମ ପାଖରେ ତ ଏତେ ଟଙ୍କା ନାହିଁ, ଆଉ ଏବେ ତ ଚିଲ ଆମ ଛୁଆ ମାନଙ୍କୁ ବି ବିକି ସାରିଲାଣି। ଏଇ ତ ହଉଛି ମୋର ପ୍ଲାନ୍, ମୁଁ ତମକୁ ଯାହା ବି କହିବି ତମେ ସେଇଆ କରିବ। ସେତିକି ବେଳେ ଟିକି ଚିଲକୁ କହିଲା, ରୁହ, ମୁଁ ଏ ଛୁଆ ମାନଙ୍କ ପାଇଁ 12 ଲକ୍ଷ ଟଙ୍କା ଦେବି। କଣ 12 ଲକ୍ଷ? ହେ ଚଢ଼େଇ, ତୁ କଣ ପାଗଳ ହେଇଯାଇଛୁ? ତତେ କଣ ଦେଖାଯାଉନି କି ମୁଁ ଏ ଛୁଆ ମାନଙ୍କୁ କିଣି ଦେଇଛି? ଏବେ ଚଢ଼େଇ ଛୁଆ ସବୁ ମୋର। ନା ନା, ମତେ ଚଢ଼େଇ ମାନଙ୍କର 12 ଲକ୍ଷ ଟଙ୍କା ମିଳୁଛି। ତାହେଲେ ମୁଁ ତମକୁ 6 ଲକ୍ଷ ଟଙ୍କାରେ କଣ ପାଇଁ ୟାଙ୍କୁ ଦେବି? ଚଢ଼େଇ, ମତେ 12 ଲକ୍ଷ ଟଙ୍କା ଦେ, ଆଉ ତ ଛୁଆ ମାନଙ୍କୁ ନେଇଯା। ଠିକ ଅଛି, ମୁଁ ପଇସା ନେଇକି ଆସୁଛି। ଶୁଆ, ମୁଁ ଏବେ କଣ କରିବି? ଏବେ ଚିଲ ମତେ 12 ଲକ୍ଷ ଟଙ୍କା ମାଗୁଛି। ଏବେ ମୁଁ ଟଙ୍କା କୋଉଠୁ ଆଣିକି ଦେବି? ତମର କିଛି କରିବା ଦରକାର ନାହିଁ, ବାସ୍ ତମେ ଦେଖ ଆଗକୁ କଣ କଣ ହଉଛି। ଚିଲ, ତୁ ଆମକୁ ପାଗଳ ଭାବୁଛୁ ନା କଣ? ରହ, ଆମେ ଏବେ ତତେ ସବକ ଶିଖାଉଛୁ। ଶିକାରୀ ଚଢ଼େଇ ଚିଲକୁ ମାରିବାକୁ ଲାଗିଲେ। ଠିକ ସେତିକି ବେଳେ ଶୁଆ ଆଉ ଚଢ଼େଇ ତାଙ୍କ ଛୁଆ ମାନଙ୍କୁ ନେଇ ସେଠାରୁ ଚାଲିଗଲେ। ଟିକେ ମୋ ପରିବାର ଗୋଟେ ତୋଫାନରେ ମରି ଯାଇଥିଲେ, ଏଥିପାଇଁ ମତେ ବି ପରିବାରର ଆବଶ୍ୟକତା ଅଛି। ମୁଁ ଏ ଛୁଆ ମାନଙ୍କୁ ମୋ ଛୁଆ ଭଳିଆ ପାଳିବାକୁ ଚାହୁଁଛି, ଏଥିପାଇଁ ମୁଁ ତମକୁ ବାହା ହେବାକୁ ଚାହୁଁଛି। ଶୁଆ ଆଉ ଟିକି ବାହା ହେଇଗଲେ, ଆଉ ସମସ୍ତେ ଖୁସି ଖୁସି ରହିବାକୁ ଲାଗିଲେ।